ଏହି ସବୁ ଗଛ ଘରେ ଲଗାଇଲେ ଆପଣମାନେ ନିଶ୍ଚିନ୍ତ ରୂପେ ଦରିଦ୍ର ହୋଇଯିବେ। ତ ଆଜି ଆମେ ଜାଣିବା ଘରର ମୁଖ୍ୟ ଦ୍ୱାର ଆଗରେ କେଉଁ ଗଛ ରହିବା ଅଶୁଭ ହୋଇଥାଏ। ଏମିତି ତ ଅନେକ ଗଛ ଥାଏ ଯାହା ଘର ପାଇଁ ଅଶୁଭ ହୋଇଥାଏ। ଯଦି ଆପଣମାନଙ୍କ ଘରେ ମଧ୍ୟ ସବୁବେଳେ ଅଶାନ୍ତି ଲାଗି ରହୁଛି, ଯେତେ ବି ରୋଜଗାର କଲେ ବି ନିଅଣ୍ଟ ହେଉଛି, ଅର୍ଥର ଅଭାବ ସବୁବେଳେ ଲାଗି ରହୁଛି, ରୋଗ ବ୍ୟାଧି ସବୁବେଳେ ଲାଗି ରହୁଛି, ପାରିବାରିକ ମଧ୍ୟରେ ଅଶାନ୍ତି ଲାଗି ରହୁଛି, ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ, ପରିବାର ମଧ୍ୟରେ କଳହ ଲାଗି ରହୁଛି, ତେବେ ହୁଏତ ଏହି ସବୁ ବୃକ୍ଷ ଘର ପାଖରେ ଥିବା ହେତୁ ଏପରି ଅଶୁଭ ଘଟୁଥାଇପାରେ। ତେବେ ଚାଲନ୍ତୁ ଆଜି ଆମେ ସେହି ସବୁ ବୃକ୍ଷ ବିଷୟରେ କଥା ହେବା, ଯେଉଁ ସବୁ ବୃକ୍ଷ ଘର ପାଖରେ ରହିବା ଅନୁଚିତ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଯଦି ଘରର ଆଗରେ ପଳାଶ ଗଛ ଥାଏ, ତେବେ ଘରର ପୁରୁଷ ସବୁବେଳେ ସବୁ କ୍ଷେତ୍ରରେ ପରାଜିତ ହୋଇଥାନ୍ତି। କୌଣସି କାର୍ଯ୍ୟରେ ସେମାନଙ୍କୁ ସଫଳତା ମିଳେ ନାହିଁ। ସେମାନେ ସର୍ବଦା ପରାଜୟ ବରଣ କରିଥାନ୍ତି। 2 ନମ୍ବର, ଘର ଆଗରେ ତେନ୍ତୁଳି ଗଛ ରହିଲେ ଘରର ଲୋକଙ୍କ ଅକାଳ ମୃତ୍ୟୁ ହୋଇଥାଏ। ଏପରି ମଧ୍ୟ କୁହାଯାଏ ଯେ ତେନ୍ତୁଳି ଗଛରେ ନେଗେଟିଭ୍ ଏନର୍ଜି ରହିଥାଏ। ଏହି ଗଛରେ ଭୂତ ପ୍ରେତଙ୍କ ବାସ ରହିଥାଏ। ତେଣୁ ଘର ସାମ୍ନାରେ କିମ୍ବା ଘର ପାଖରେ ମଧ୍ୟ ତେନ୍ତୁଳି ଗଛ ରହିବା ଅନୁଚିତ। ଘର ଆଗରେ ଓସ୍ତ ଗଛ ରହିଲେ ନେଗେଟିଭ୍ ଶକ୍ତିର ବୃଦ୍ଧି ହୋଇଥାଏ। ଏହାଛଡ଼ା ଓସ୍ତ ଗଛର ଚେର ଖୁବ୍ ଲମ୍ବା ହୋଇଥାଏ, ଯାହା ଘରେ କାନ୍ଥରେ ଫାଟ ମଧ୍ୟ ସୃଷ୍ଟି କରେ। ତେଣୁ ଘର ସାମ୍ନାରେ କିମ୍ବା ପାଖରେ ଓସ୍ତ ଗଛ କେବେ ବି ଲଗାନ୍ତୁ ନାହିଁ। 3 ନମ୍ବର, ଘର ସାମ୍ନାରେ କ୍ଷୀର ବାହାରୁଥିବା ଗଛ, ଅର୍ଥାତ୍ ଯେଉଁ ଗଛ କାଟିଲେ ବା ତାର ପତ୍ର ତୋଳିଲେ ସେହି ଗଛରୁ କ୍ଷୀର ବାହାରୁଥିବ, ସେହି ପ୍ରକାର ଗଛ ଘର ସାମ୍ନାରେ ରହିଲେ ଏହା ଘରର ବିନାଶ ମଧ୍ୟ କରିଥାଏ। କିନ୍ତୁ ଆପଣ ଘର ପାଖରେ ଅରଖ ଗଛ ରଖିପାରିବେ, ଏହା ଖୁବ୍ ଶୁଭ ହୋଇଥାଏ। 4 ନମ୍ବର, ଘର ପାଖରେ କେବେ ବି ଦେବଦାରୁ ଗଛ ମଧ୍ୟ ଲଗାନ୍ତୁ ନାହିଁ। ଚନ୍ଦନ ଓ ବରଗଛ ଘରର ଆଗମନରେ ଲଗାଇ ପାରିବେ। ଏହାଛଡ଼ା ତୁଳସୀ ଗଛ ଲଗାଇଲେ ବହୁତ ଶୁଭ ହୋଇଥାଏ। ହିନ୍ଦୁ ପରମ୍ପରା ଅନୁସାରେ ତୁଳସୀ ଗଛ ଘର ସାମ୍ନାରେ ଲଗାଇବା ଖୁବ୍ ଶୁଭ। 5 ନମ୍ବର, ଘର ଆଗରେ ଗୋଲେଇ, ଖୁମ୍ବ ଇତ୍ୟାଦି ରହିବା ଉଚିତ ନୁହେଁ। ଏହା ଘର ପାଇଁ ଆଦୌ ଶୁଭ ମନାଯାଏ ନାହିଁ। 6 ନମ୍ବର, ଘର ଆଗରେ ପାଣି ଟାଙ୍କି ରହିଲେ ମାନସିକ ସନ୍ତୁଳନ କେବେ ବି ବଜାୟ ରୁହେ ନାହିଁ ଏବଂ ଧନର ଅଭାବ ସବୁବେଳେ ଦେଖାଯାଏ। ତେଣୁ ଘର ସାମ୍ନାରେ ପାଣି ଟାଙ୍କି ରଖନ୍ତୁ ନାହିଁ। ଏହା ଘରର ପଛ ପାର୍ଶ୍ୱରେ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ବରଗଛ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ପୂର୍ବ ଦିଗରେ ରହିଲେ ଖୁବ୍ ଭଲ। ଏହି ଦିଗରେ ଗଛ ରହିଲେ ଘରେ କୌଣସି ପ୍ରକାରର ଅଭାବ ଅସୁବିଧା ରହେ ନାହିଁ। କିନ୍ତୁ ଯଦି ଏହି ବରଗଛ ଘରର ପଶ୍ଚିମ ଦିଗରେ ଅଛି, ତାହେଲେ ନିଶ୍ଚିନ୍ତ ରୂପେ ଅଶୁଭ ହୋଇଥାଏ। ଏପରିକି ଏହି ବରଗଛର ଛାଇ ଯଦି ଘରର ଉପରେ ପଡ଼େ, ତାହେଲେ ମଧ୍ୟ ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଘର ପାଖରେ କିମ୍ବା ଘରେ ଡାଳିମ୍ବ ଗଛ ଯଦି ରହିଥାଏ, ତେବେ ଏହା ବହୁତ ଶୁଭ ଫଳ ମିଳିଥାଏ। କିନ୍ତୁ ଅଗ୍ନି ଓ ନୈಋତ କୋଣରେ ଏହି ଡାଳିମ୍ବ ଗଛ ଲଗାଇବା ଅନୁଚିତ। ଏହା ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀ ଗଛ ଘରର ପରିସରରେ ରହିବା ଅନୁଚିତ। ଯଦି ଏହି ଗଛ ଆପଣା ଛାଏଁ ଘରେ ଉଠେ, ତେବେ ତାହାକୁ ଉପାଡ଼ି
ଫିଙ୍ଗିଦେବା ଉଚିତ। ଏହି ଗଛ ରହିଲେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତ ବନ୍ଧୁମାନେ, ମୁଁ ଆଶା କରୁଛି ଆପଣମାନଙ୍କୁ ମୋର ଭିଡ଼ିଓଟି ନିଶ୍ଚିନ୍ତ ରୂପେ ଭଲ ଲାଗୁଥିବ। ତ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ସାମ୍ନାରେ ଲେମ୍ବୁ, କମଳା ଭଳି କଣ୍ଟା ଗଛ ଆଦି ଲଗାଇବା ଉଚିତ ନୁହେଁ। ଏହି ଗଛ ନକାରାତ୍ମକ ପ୍ରଭାବ ଦେଇଥାଏ। ଏମିତି କଳି ଝଗଡ଼ା ହେବାର ଆଶଙ୍କା ମଧ୍ୟ ରହିଥାଏ। ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହି ଗଛ ଆପଣ ଘର ପଛପଟେ ଲଗାଇ ପାରିବେ। କଦଳୀ ଗଛକୁ ମଧ୍ୟ ଦକ୍ଷିଣ ଓ ପଶ୍ଚିମ ଏବଂ ଆଗ୍ନେୟ ଦିଗରେ ଲଗାଇବା ଉଚିତ ନୁହେଁ। ଏହି ଦିଗରେ କଦଳୀ ଗଛ ଲାଗିଲେ ବହୁତ ଅଶୁଭ ଫଳ ମିଳିଥାଏ। ଏହି ଗଛ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଆବଶ୍ୟକ। ଘର ପାଖରେ କପା ଗଛ ରହିଲେ ଏହା ଅତ୍ୟନ୍ତ ରୂପେ ବିପଜ୍ଜନକ। ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଘର ପାଖରେ କପା ଗଛ ରହିଲେ ନକାରାତ୍ମକ ଶକ୍ତି ବଢ଼ିଥାଏ। ଏହା ସହିତ ଘରେ ପରିବାର ମଧ୍ୟରେ ପରସ୍ପର ମଧ୍ୟରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥାଏ। ତ ବନ୍ଧୁମାନେ, ମୁଁ ଆଶା କରୁଛି ମୋର ଏହି ଶିକ୍ଷଣୀୟ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗୁଥିବ। କିଛି ଲୋକ ଘର ସଜାଇବା ପାଇଁ ଘରେ କାକ୍ଟସ୍ ଗଛ ଲଗାନ୍ତି, କିନ୍ତୁ ବାସ୍ତୁଶାସ୍ତ୍ରଙ୍କ କହିବା ଅନୁଯାୟୀ ଘର ଭିତରେ କିମ୍ବା ଚାରିପାଖରେ କାକ୍ଟସ୍ ବା କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହି ଗଛ ଘରେ ରହିଲେ ସବୁବେଳେ ଅଶାନ୍ତି ଲାଗି ରହିବ। ଘରେ ଉତ୍ତେଜନା ମଧ୍ୟ ଦେଖା ଦେଇଥାଏ। ଘରେ ସକାରାତ୍ମକ ପ୍ରବାହରେ ବାଧା ସୃଷ୍ଟି କରେ ଏବଂ କାର୍ଯ୍ୟଦକ୍ଷତାକୁ ମଧ୍ୟ ନିଶ୍ଚିତ ରୂପେ ବାଧା ଦେଇଥାଏ। ଘରର ଅଗ୍ନିକୋଣରେ କୌଣସି ପ୍ରକାରର ଗଛ ଲଗାଇବା ଶୁଭ ନୁହେଁ। ଘରେ ହଳଦୀ ଗଛ ଲଗାଇବା ଅନୁଚିତ। ଏହି ଗଛ ଜଲ୍ଦି ଶୁଖି ଯାଇଥାଏ ଓ ଅଶୁଭ ପରିଣାମ ମଧ୍ୟ ପ୍ରାପ୍ତ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଖଜୁରୀ ଗଛ ଘର ଅଗଣାରେ ବା ବାଡ଼ିରେ ଲଗାଇବା ଉଚିତ ନୁହେଁ। ଏହି ଗଛର ନକାରାତ୍ମକ ଶକ୍ତି ଆସିଥାଏ। ଏହି ଗଛ ଘରେ ଥିଲେ ଦରିଦ୍ରତା ଆସିଥାଏ। ସଜଡ଼ା କାମକୁ ଏହି ଗଛ ବିଗାଡ଼ି ଦେଇଥାଏ। ଉନ୍ନତିର ମାର୍ଗ ମଧ୍ୟ ରୋକିଥାଏ ଏହି ଗଛ। କୋଳି ଗଛ ଘର ଆଗରେ କୋଳି ଗଛ ରହିବା ଅଶୁଭ ମନାଯାଇଥାଏ। ଏହି ଗଛରେ ଲମ୍ବା କଣ୍ଟା ଥିବାରୁ ଏହାକୁ ଘର ଅଗଣାରେ ଲଗାଇବାକୁ ମନା ହୋଇଥାଏ। ଯେଉଁ ଘରେ ଏହି କୋଳି ଗଛ ଥାଏ, ସେହି ଘରୁ ସୁଖ ଶାନ୍ତି ସବୁ ନଷ୍ଟ ହୋଇଯାଇଥାଏ। ଘରର ସଦସ୍ୟମାନଙ୍କ ମଧ୍ୟରେ କଳହ ସୃଷ୍ଟି କରିଥାଏ ଏହି କୋଳି ଗଛ। ଘରେ ସର୍ବଦା ଧନର ଅଭାବ ଦେଖା ଦେଇଥାଏ। ତ ବନ୍ଧୁମାନେ, ମୁଁ ଭିଡ଼ିଓଟିକୁ ଏଇଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ମୋର ଏହି ଶିକ୍ଷଣୀୟ ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଗୋଟେ ଛୋଟ ଲାଇକ୍ ଟିକେ ନିହାତି ରୂପେ କରନ୍ତୁ। ଜୟ ଜଗନ୍ନାଥ।